ଏକ ଜଙ୍ଗଲ ମଧ୍ୟରେ ଗୋଟିଏ ବଡ଼ କୋଳି ଗଛ ଥିଲା। ସେଠି ଗୋଟେ ଚତୁର ମାଙ୍କଡ଼ ରହୁଥିଲା। ସେ ଗଛରେ ଅନେକ କୋଳି ଫଳିଥାଏ। ସେ ସବୁଦିନ କୋଳି ଖାଇ ଭୋକ ମେଣ୍ଟାଏ। ହେଲେ ତାର ଗୋଟିଏ ଦୁଃଖ ଥିଲା। ତାର କେହି ବନ୍ଧୁ ନଥିଲେ। ସେ ନିଜକୁ ଏକୁଟିଆ ମନେ କରୁଥିଲା। ଆହା, ଏ ଫଳ ବହୁତ ସ୍ୱାଦିଷ୍ଟ ଲାଗୁଛି। ଏହି କୋଳି ଗଛ ମୋ ପାଇଁ ସ୍ୱର୍ଗ। ମୋତେ ଏବେ କୁଆଡ଼େ ଖାଦ୍ୟ ଖୋଜିବାକୁ ପଡ଼ିବନି। ସେଇ କୋଳି ଗଛ ପାଖରେ ଗୋଟିଏ ନଦୀ ବୋହି ଯାଉଥାଏ। ନଦୀ ଆର ପାରିରେ ଗୋଟିଏ କୁମ୍ଭୀର ଭୋକରେ ଆଉଟୁ ପାଉଟୁ ହେଉଥାଏ। ହେ ପ୍ରଭୁ, କେତେ ଦିନ ହେଲା କିଛି ଗୋଟେ ଖାଦ୍ୟ ମିଳୁନି। ପେଟ ଭରି କିଛି ଖାଇନି। ନଦୀ ପାରେଇ ଆର ପାଖକୁ ଟିକେ ବୁଲି ଆସେ। ଯଦି କିଛି ଖାଦ୍ୟ ମିଳିବ। ଏଇ ଗଛ ମୂଳେ ଟିକେ ବିଶ୍ରାମ ନିଏ। କି ଭୋକରେ ବାପା। ହେ କୁମ୍ଭୀର ଭାଇ, କାହିଁକି ଏତେ ଦୁଃଖିତ ଲାଗୁଛ? ଭାଇ, କି କ'ଣ ଆଉ କହିବି। କିଛି ଦିନ ହେଲାଣି ପେଟ ଭରି କିଛି ଖାଇନି। ଭୋକରେ ପେଟ ଖାଲି ଅଛି। ତାହେଲେ ରୁହ, ଏଇ ନିଅ ଫଳ ଗୁଡ଼ିକ ନେଇଯାଅ, ପେଟ ଭରି ଖାଅ। ବାବା, ବହୁତ ସ୍ୱାଦିଷ୍ଟ ଫଳ। ଆତ୍ମାକୁ ପୁରା ଶାନ୍ତ କରିଦେଲା। ତୁମେ ସତରେ ବହୁତ ଭଲ ବନ୍ଧୁଟିଏ। ସେହି ଦିନରୁ ମାଙ୍କଡ଼ ଓ କୁମ୍ଭୀର ମଧ୍ୟରେ ଭଲ ବନ୍ଧୁତ୍ୱ ହୋଇଗଲା। କୁମ୍ଭୀର ଭାଇ, ତୁମେ ପ୍ରତିଦିନ ଆସି ତୁମକୁ ଫଳ ଖାଇବାକୁ ଦେବି। ଧନ୍ୟବାଦ ବନ୍ଧୁ। ତୁମେ ପ୍ରତିଦିନ କେଉଁଠି ଯାଉଛ? କାହା ସହିତ ସମୟ କାଟୁଛ? ନାଇଁ, ସେମିତି କିଛି ନାହିଁ। ନଦୀ ଆର ପାଖରେ ଗୋଟିଏ କୋଳି ଗଛ ଅଛି। ସେଠାରେ ଗୋଟିଏ ମାଙ୍କଡ଼ ରହେ। ତା ସହ ମୋର ଭଲ ବନ୍ଧୁତ୍ୱ ହେଇଛି। ସେ ମୋତେ ପ୍ରତିଦିନ ମିଠା ଫଳ ଖାଇବାକୁ ଦିଏ। ଏଇ ନେ, ତମ ପାଇଁ ବି ଆଣିଛି ଆଜି। ଆହା, ସତେ ତ ଏ ଫଳ ଏତେ ସ୍ୱାଦିଷ୍ଟ। ବହୁତ ଭଲ ଲାଗୁଛି। ତାର କଲିଜାଟା ବି କେତେ ସ୍ୱାଦିଷ୍ଟ ହୋଇନଥିବ। ତୁମେ ତାକୁ ଆଣ, ମୁଁ ତାର କଲିଜା ଖାଇବି। କି, ତମେ ସେମିତି କ'ଣ କହୁଛ? ସେ ମୋର ଭଲ ବନ୍ଧୁ ଜଣେ। ବନ୍ଧୁ ଫନ୍ଧୁ କିଛି ନୁହେଁ। ମୁଁ କହିଦେଲି, ମାଙ୍କଡ଼କୁ ନେଇକି ଆସ। କ'ଣ ହେଇଛି ବନ୍ଧୁ? ଆଜି ବହୁତ ଉଦାସ ଜଣାପଡ଼ୁଛ। କ'ଣ ଆଉ କହିବି ବନ୍ଧୁ, ମୋ ସ୍ତ୍ରୀ ମୋତେ କହିଲା ମୁଁ ପ୍ରତିଦିନ ତମଠୁ ଫଳ ଖାଉଛି, ହେଲେ କେବେ ମୁଁ ତମକୁ ମୋ ଘରକୁ ବୁଲେଇବାକୁ ନେଇନି। ମୋ ସ୍ତ୍ରୀ ଆଜି ଭଲ ଚକୁଳି ପିଠା ତିଆରି କରିଛି। ତୁମେ ଯଦି ମୋ ଘରକୁ ଯାଇଥାନ୍ତ, ବହୁତ ଭଲ ହୋଇଥାନ୍ତା। ଏମିତି କଥା, ତେବେ ଚାଲ, ମୁଁ ବି ବୁଲି
ଆସିବି, ହେଲେ ମୁଁ କେମିତି ତମ ଘରକୁ ଯିବି? ମୋ ପିଠି ଉପରେ ବସ, ମୁଁ ତୁମକୁ ନେଇଯିବି। ଏହାପରେ ମାଙ୍କଡ଼ କୁମ୍ଭୀର ପିଠିରେ ବସିଲା। ସେମାନେ ନଦୀରେ ପ୍ରବେଶ କଲେ। ଏମିତି ବହୁ ଦୂର ଗଲା ପରେ ନଦୀ ମଝାମଝିରେ କୁମ୍ଭୀର ମାଙ୍କଡ଼କୁ କହିଲା, ବନ୍ଧୁ, ମୁଁ ଏବେ ତୁମକୁ ଗୋଟିଏ ସତ କଥା କହିବାକୁ ଯାଉଛି। ମୋର ସ୍ତ୍ରୀ ବହୁତ ଲୋଭୀ। ସେ ତୁମର କଲିଜା ଖାଇବାକୁ ଚାହୁଁଛି। ସେଇଥିପାଇଁ ମୁଁ ତୁମକୁ ମୋ ଘରକୁ ନଉଛି। ଏହା ଶୁଣି ମାଙ୍କଡ଼ ଏବେ କ'ଣ କରିବ ବୋଲି ଚିନ୍ତା କଲା। ହେ ଗଲା ଗଲା ଗଲା, ତୁମେ ମୋତେ ଏଇ କଥା ଟିକେ ଆଗରୁ କହିଲନି। ମୋ କଲିଜାଟା ତ ଗଛ କରଡ଼ରେ ରହିଗଲା। ଏବେ ଆଉ କେମିତି ଖାଇବ? ମୋତେ ଫେରେଇ ନିଅ, ମୁଁ କଲିଜାଟା ନେଇ ଆସିବି। ଓହୋ, ଏଇ କଥା ତେବେ, ଚାଲ ନେଇ ଆସିବା। ଏହାପରେ ଦୁହେଁ ଗଛ ପାଖକୁ ଫେରିଗଲେ। ମାଙ୍କଡ଼ କୁମ୍ଭୀର ପିଠିରୁ ଏକା ଗଛ ଉଠିଗଲା। ହେ କୁମ୍ଭୀର, ତୁ ଏତେ ମୂର୍ଖ ନା? କଲିଜା କେବେ ଶରୀରରୁ ବାହାରେ ରହେ କି? ତୁ ମୋତେ ଧୋକା ଦେବାକୁ ଚାହୁଁଥିଲୁ ନା? ମୁଁ ଭୁଲ କରିଦେଲି ବନ୍ଧୁ, ଦୟାକରି ମୋତେ କ୍ଷମା କରିଦିଅ। ଭୁଲରୁ ଶିଖ। କୁମ୍ଭୀର ଠାରୁ ସତ ବନ୍ଧୁ କେବେ ବିଶ୍ୱାସଘାତକ କରିନଥାଏ।